ନୂଆ ମଦ ଦୋକାନ ଖୋଲିବନି ମତଲବ ଯୋଉ ଅଛି ଯେତିକି ଦୋକାନ ଫେର ଲଟେରୀ କରିବେ ନା ଗଭର୍ଣ୍ଣମେଣ୍ଟ। ଲଟେରୀ କଲେ ଯାହାର ଉଠିବ ଏଇ ମାଲିକ ବି ପକେଇ ପାରନ୍ତି କି ଆଉ କେତେ ଲୋକ ବି ପକେଇବେ କେଉଁ ଲଟେରୀ ପକେଇବାକୁ କାହା ମନା ନାହିଁ ନା ଯିଏ ଏତେ ଲୋକ ପକେଇ ପାରିବେ ଯାହାର ଥିବ ଯିଏ ଚାହିଁବ ପକେଇ ପାରିବ ଗଭର୍ଣ୍ଣମେଣ୍ଟ କ୍ରାଇଟେରିଆ ଅନୁସାରେ ଯାହା କରିକି ପକେଇବ ସିଏ ଅମଲ କରିକି ପକେଇବ ଯାହାର ଉଠିବ ହବ ଫେରେ ଆମ ଏଠୁ 3 ଲକ୍ଷ ଟଙ୍କା ଟିକେ ଅଧିକା ହେଇଯାଉନି 3 ଲକ୍ଷ ଟଙ୍କା କମ କଥା ହେଲାଣି କି ଆଗରୁ ଲକ୍ଷଟା 3 ଲକ୍ଷ ହେଲା ସେଇଟା ହଉଛି କଥା ଆଉ ଏବେ ତ ଦୋକାନ ବହୁତ ଦୋକାନରେ ଏମଜିକୁ ହଉନି ମାନେ ଯେତିକି ଯୋଉ ଏମଜିକୁ ମିନିମମ୍ ଗ୍ୟାରେଣ୍ଟି କୋଟା ଅଛି ସେଲ୍ ହଉନି ଦୋକାନ ବିକ୍ରି ହଉ ନ ହଉ ଉଠେଇବାକୁ ପଡିବ ଗଭର୍ଣ୍ଣମେଣ୍ଟ ପଲିସି ଅନୁସାରେ ଏବେ ସୁଦ୍ଧା ବିୟର ମାନେ ବହୁତ ଅଛି ଆମ ଦୋକାନ ବି ବିୟର ବାକି ସେଲ୍ ନାହିଁ ଆମକୁ ଉଠେଇବାକୁ ପଡିବ ନ ଉଠେଇଲେ ଆମେ ରେନୁଆଲ କରିପାରିବୁନି ଏହା ହଉଛି କଥା ସେଇଟା କେମିତି ହବ ଏଠି ଅଧିକା ହେଲେ ବାଧିବନି ସମସ୍ତଙ୍କୁ 3 ଲକ୍ଷ ଟଙ୍କା ନେବ ଲକ୍ଷେ ଟଙ୍କା 3 ଲକ୍ଷ ମାନେ ତା ଡବଲ ହେଇକି ଆହୁରି ବାଧିବନି ଆଉ ବାଧିବ ନା ହୋଟେଲ କଥା ତାର ଇଏ ଅଲଗା ଇଏ ସବୁ କଥା ଅଲଗା ହୋଟେଲ କଥା ତ ମୁଁ କିଛି କହିପାରିବିନି ହୋଟେଲଟା ମାନେ ସେ ହୋଟେଲ ଖୋଲିଲେ ତା କାଟାଗୋରୀ ଅଲଗା ସେଟା ଆପ୍ଲାଏ କରିକି ସେଟା କରାହୁଏ ହୋଟେଲ ଯାହାର ଥିବ ରେଷ୍ଟୁରାଣ୍ଟ ଇଏ କିନ୍ତୁ ଅଫସପଟା ଲଟେରୀ ହବ ସେଇଟା ଲଟେରୀ ହବ ଲଟେରୀ ତ ଆରଥର ହେଇଥିଲା ସେଠି ମାନେ ସମସ୍ତେ ପକେଇବେ ମାନେ ଅନଲାଇନରେ ପକେଇବେ ଯୋଉଠି ଲଟେରୀ ହବ ସେଠି ତ କଲେକ୍ଟର ଅଫିସରେ ଖୋର୍ଦ୍ଧାରେ ହେଇଥିଲା ଆଉ ଗଥର ଯୋଉ ହେଇଥିଲା ଆଉ ସେମିତି ହୁଏ ଆଉ ସେଇଟା ଲଟେରୀ ହେଲା ମାନେ ଟୁକନ ପଡେ ଟୁକନ ପକେଇକି ଗୋଟେ ହେଇଯିବ ଏଇ ଦୋକାନରେ 50 ଜଣ ପଡିଛନ୍ତି ଯାହାର ଉଠିଲା ତାର ଆଉ ଏଇ ଲଟେରୀ ମାନେ ହେଲା ତ ସେଟା ବଢି ବଢିକି ସେଟା କଣ କେମିତି ହବ କଣ ତାର ନିୟମ ସେଇଟା ପଲିସି ଆସିଲେ ହିଁ ଜଣା ପଡିବ ସେଟା ଯିଏ ଚାହିଁବ ନେବାକୁ ତାଙ୍କ ଉପରେ ନିର୍ଭର କରେ ଆମେ ତ ଚାକିରି କରିବା ଲୋକ ଆମେ ତ ପକେଇବାର ନାହିଁ ନା 3 ଲକ୍ଷରେ କେତେ ଲୋକ ପକେଇ ପାରନ୍ତି କେତେ ଲୋକ ଡରି ଯାଇପାରନ୍ତି ନିହାତି କମିଯିବ ନା ଲୋକ କମିଯିବ ନିହାତି ଅଧିକା ହେଲେ କମିବ ଟିକେ